ପୁରୀ ଅଠରନଳା ସ୍ଥିତ ଅଲାମଚଣ୍ଡୀ ମନ୍ଦିର ନିକଟରେ କବାଡ଼ି ଗୋଦାମରେ ଲାଗିଥିବା ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବିଭାଗ। ଆଜି ସକାଳେ ହଠାତ୍ କବାଡ଼ି ଗୋଦାମରେ ଲାଗିଥିଲା ନିଆଁ। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କବାଡ଼ି ଗୋଦାମରେ ଥିବା ପ୍ଲାଷ୍ଟିକ, ପୁରୁଣା ତାର ଏବଂ ବିଭିନ୍ନ ସାମଗ୍ରୀରେ ଲାଗିଥିଲା ନିଆଁ। ପାଖାପାଖି 60,000ରୁ ଉର୍ଦ୍ଧ୍ୱ ସାମଗ୍ରୀ ନଷ୍ଟ ହୋଇଥିବା କହିଛନ୍ତି ଗୋଦାମ ମାଲିକ। ସେପଟେ ଦୀର୍ଘ 1 ଘଣ୍ଟାରୁ ঊর্ধ্ব সময় পরিশ্রম পরে নিয়াঁকু আয়ত্ত করেছি অগ্নিশম বিভাগ। তবে নিয়াঁ কিপরি লাগিলা, কেমিতি লাগিলা তা নেই তদন্ত আরম্ভ হয়েছি। ব্যুরো রিপোর্ট, ওড়িশা ডিজিটাল।